ମାୟା କହିବେ ସକାଳ 7ଟା ବାଜିଲାଣି, କ'ଣ ହେଲା? ଆଜିକାଲି ସବୁଦିନ ଲେଟ୍ରେ ଉଠିବା ତୋର ଗୋଟେ ଟ୍ରେଣ୍ଡ ହେଇଗଲାଣି ମୁଁ ଦେଖୁଛି। ଏବେ ସିଧା କ୍ଲାସ୍କୁ ଦୌଡ଼ିବୁ। ଘରେ ଠାକୁର ପୂଜା ହେଲେ କେତେ ନ ହେଲେ କେତେ, ସେଥିରେ ତୋତେ କ'ଣ ଫରକ ପଡ଼ୁଛି ନୁହେଁ ନା? ତାପରେ ପଲ୍ଲବୀ କହିବେ ମାମା ଆକ୍ଚୁଆଲି କାଲି ରାତିରେ ଆଲାର୍ମ ଦେଇକି ଶୋଇଥିଲି କିନ୍ତୁ କହୁଥିବେ। ଆଉ ତାପରେ ମାୟା କହିବେ ମୁଁ କିଛି ବି ବାହାନା ଶୁଣିବାକୁ ଚାହୁଁନି ପଲ୍ଲବୀ। ତୋ ପାଠପଢ଼ା ତୋ କ୍ଲାସ୍ କେମିତି ମ୍ୟାନେଜ୍ କରିବୁ ସେଇଟା ତୋ ଉପରେ ଡିପେଣ୍ଡ କରେ, କିନ୍ତୁ ସେଥିପାଇଁ ଘରେ ତୋର ଯାହା କାମ ସେ କାମ ସଫର ହେବା ଉଚିତ ନୁହେଁ। ଏବେ ଆଜି ଠାକୁର ପୂଜା ହେଇନି, ସେ କଥା କ'ଣ ହେବ? ତାପରେ ମମତା କହିବେ ଦିଦି ମୁଁ ପୂଜା କରିଦେବି। ତାପରେ ମାୟା କହିବେ ନା, ସେଦିନ ଦାୟିତ୍ୱ ସବୁ ବଣ୍ଟା ହେଇଛି, ଆଉ ଦାୟିତ୍ୱ ବଣ୍ଟା ହେଇ ସାରିଛି ମାନେ ଯାହାର ଯାହା ଦାୟିତ୍ୱ ସେ ନିଜେ କରିବା ଉଚିତ। ତାପରେ ପଲ୍ଲବୀ କହିବେ ମାମା ପ୍ଲିଜ୍ ଆଜି ଦିନକ ପାଇଁ ମୋତେ କ୍ଷମା କରିଦିଅନ୍ତୁ। ମୁଁ ଆପଣଙ୍କୁ କଥା ଦେଉଛି ଏମିତି ଭୁଲ ଆଉ ମୁଁ କେବେ ବି କରିବିନି। ଅଲରେଡ଼ି ମୁଁ କ୍ଲାସ୍ ପାଇଁ ବହୁତ ଲେଟ୍ ହେଇ ସାରିଲିଣି, ଆଉ ଲେଟ୍ କରିବାକୁ ଚାହୁଁନି। ତାପରେ ପଲ୍ଲବୀ କ୍ଲାସ୍ କରିବା ପାଇଁ ଚାଲିଯିବେ। ତାପରେ ରୁବି ଉପରେ ଲୁଚିକି ସବୁ କଥା ଶୁଣୁଥିବେ ଆଉ ମନେ ମନେ ଖୁସି ହେଇ ଭାବିବେ ସେ ପଲ୍ଲବୀଙ୍କର ମୋବାଇଲକୁ ଦେଖି କହିବେ ଇଏ ତ ପଲ୍ଲବୀର ମୋବାଇଲ ଏଠି ପଡ଼ିଛି। ତାପରେ ପଲ୍ଲବୀଙ୍କ ମୋବାଇଲକୁ ଧରି ଆଲାର୍ମକୁ ସାଇଲେଣ୍ଟ କରିଦେବେ ଆଉ ମନେ ମନେ କହିବେ ଗୁଡ୍ ମର୍ଣ୍ଣିଂ ପଲ୍ଲବୀ, ଦିନର ଆରମ୍ଭ ତୋର ଏମିତି ହେଲା। ହ୍ୟାଭ୍ ଏ ନାଇସ୍ ଡେ। ଧୀରେ ଧୀରେ ମୁଁ ଆଗକୁ ତୋତେ ଏବେ ମାୟା, ଆନନ୍ଦ, ମମତା ଏମିତିକି ଆଦର୍ଶ ନଜରରେ ବି ଏତେ ତଳକୁ ଖସେଇ ଦେବି ଯେ ତୁ ଚାହିଁଲେ ବି ସେଠୁ ଆଉ ଉପରକୁ ଉଠି ପାରିବୁନି। କେବେ ବି ନୁହଁ, କେବେ ନୁହଁ। ତାପରେ ପଲ୍ଲବୀ ତାଙ୍କ କ୍ଲାସ୍ ପାଖକୁ ଆସି କହିବେ ସାର୍ ପ୍ଲିଜ୍ ଆଇ ଆମ୍ କମିଂ। ତାପରେ ସାର୍ କହିବେ ବହୁତ ହେଇଗଲା ପଲ୍ଲବୀ, ଆଜି ତମେ ପୁଣି ଲେଟ୍ରେ ଆସିଲ। ମୁଁ ବାରମ୍ବାର କହୁଛି ଟାଇମ୍ ମ୍ୟାନେଜମେଣ୍ଟ ହେଉଛି ୟୁପିଏସ୍ର ପ୍ରଥମ ପାହାଚ। ଆଣ୍ଡ ୟୁ ପଲ୍ଲବୀ, ତମେ ତମ ଭୁଲର କିଛି ବି ଶିଖୁନ। ୟୁପିଏସ୍ସି ପାଇଁ ତମେ ଯଦି ସିରିୟସ୍ ନୁହଁ ତାହେଲେ ରହିଯାଅ, ଆସିବାର ନାହିଁ ଏଠି। ତାପରେ ସେ କ୍ଲାସ୍ର ଗୋଟେ ଲୋକ କହିବ ସାର୍ ଟାଇମ୍ରେ ଆସିବାର ନିଜ ହାତରେ ଥାଏ, ହେଲେ ବାକି ସବୁ ବାହାନା। ତାପରେ ସାର୍ କହିବେ ସଟ୍ଅପ୍, ଏଠି କହିବାର ଅଧିକାର କେବଳ ମୋର ଆଉ କାହାର ନୁହେଁ। ପୁଣି କହିବେ ଓକେ, ଆଜି କରେଣ୍ଟ ଆଫେୟାର୍ସକୁ ନେଇ ମୁଁ ଗୋଟେ କୁଇଜ୍ ଷ୍ଟାର୍ଟ କରିବି। ବଟ୍ ପଲ୍ଲବୀ ଯାହା ବି କୋଶ୍ଚିନ୍ ମୁଁ ଆଜି ପଚାରିବି ଫାର୍ଷ୍ଟ ତମକୁ ଆନ୍ସର ଦେବାକୁ ପଡ଼ିବ। ତାପରେ ପଲ୍ଲବୀ କହିବେ ଆଜ୍ଞା ସାର୍। ତାପରେ ସାର୍ କହିବେ ତାପରେ ଆଉ କେହି, ଏଇଟା ହେଉଛି ତମର ଲେଟ୍ରେ ଆସିବାର ପନିଶମେଣ୍ଟ। ତମେ ମୋଷ୍ଟ ଅଫ୍ କୋଶ୍ଚିନ୍ର କରେଣ୍ଟ ଆନ୍ସର ଦେଇପାରିବ ତାହେଲେ ତମେ ଭିତରକୁ ଆସିପାରିବ, ନହେଲେ ଆଜି ପାଇଁ ତମେ ଆଉଟ୍। ୟୁ ଗାଇସ୍ ରେଡି? ତାପରେ କ୍ଲାସ୍ରେ ଥିବା ସମସ୍ତେ କହିବେ ୟେସ୍ ସାର୍। ତାପରେ ସାର୍ କହିବେ ଡେଲି ମେଡ୍ କେଉଁ ଦେଶର ନ୍ୟୁଜ୍ ପେପର? ତାପରେ ପଲ୍ଲବୀ କହିବେ ପାସ୍। ତାପରେ ସାର୍ କହିବେ ଏନିୱାନ୍? ତାପରେ ଗୋଟେ ଲୋକ କହିବ ସାର୍ ଡେଲି ମେଡ୍ ଇଜ୍ ଦ ନ୍ୟୁଜ୍ ପେପର ଫ୍ରମ୍ ଦ ୟୁନାଇଟେଡ୍ କିଙ୍ଗଡମ୍। ତାପରେ ସାର୍ କହିବେ ଓକେ। ପୁଣି ପଚାରିବେ ହ୍ୱାଟ୍ ଇଜ୍ ଦ ଫୁଲ୍ ଫର୍ମ ଅଫ୍ ଏସ୍ସିଓ? ତାପରେ ପଲ୍ଲବୀ ଆଦର୍ଶକୁ ଏସ୍ସିଓର ଫୁଲ୍ ଫର୍ମ କହିଥିବା କଥାକୁ ମନେ ପକାଇ କହିବେ ସଂଘାଇ କନ୍ଫେଡେରେସନ୍ ଅର୍ଗାନାଇଜେସନ୍। ତ ଦର୍ଶକ ବନ୍ଧୁ, ପଲ୍ଲବୀ କ'ଣ ସବୁ କୋଶ୍ଚିନ୍ର ଆନ୍ସର ଦେଇପାରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।